ଏବେ ପୁଣି ଥରେ ଯୁକ୍ତ 2 ପିଲାମାନଙ୍କ ପାଇଁ ଆସିଗଲା ବଡ଼ ଖବର। ସିଏଚଏସସି +2 ରେଜଲ୍ଟକୁ ନେଇ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କେଉଁ ଦିନ ଏବଂ କେତେବେଳେ ପ୍ରକାଶ ପାଇବ +2 ରେଜଲ୍ଟ ସେ ନେଇ ବଡ଼ ଘୋଷଣା କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ। ତ ଚାଲନ୍ତୁ ପିଲାମାନେ ସମ୍ପୂର୍ଣ୍ଣ ଅପଡେଟକୁ ଜାଣିବା। ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ନ କରି ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରି ରଖନ୍ତୁ ଏବଂ ଏହି ଭିଡ଼ିଓଟିକୁ ନିଜର ସାଙ୍ଗମାନଙ୍କ ପାଖକୁ ଭିଡ଼ିଓଟିକୁ ସେୟାର କରନ୍ତୁ। ପିଲାମାନେ ଦେଖନ୍ତୁ, ସରକାର ଏବଂ ଗଣଶିକ୍ଷା ମନ୍ତ୍ରୀ 15 ତାରିଖରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଥିଲେ, କିନ୍ତୁ ଯେହେତୁ ଏ ବର୍ଷ ସମସ୍ତ ଷ୍ଟ୍ରିମର ରେଜଲ୍ଟ ଏକାଥରକେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ତ ଟିକେ ବିଳମ୍ବ ହେଉଛି। ପିଲାମାନେ ଯଦି ଆମେ ଗୁଗଲ ତାରିଖକୁ ଦେଖିବା ତାହେଲେ ମେ 16 ତାରିଖ ଦେଖାଉଛି, କିନ୍ତୁ ମେ 16 ତ ଚାଲିଗଲାଣି କିନ୍ତୁ ରେଜଲ୍ଟ ପ୍ରକାଶ ହୋଇନି। ତ ପିଲାମାନେ ଦେଖନ୍ତୁ, ଆଜି ଶନିବାର ଏବଂ କାଲିକି ରବିବାର, ତ ଏଇ 2 ଦିନ ଛୁଟି ରହୁଛି। ତ ଏଇ 2 ଦିନ ଭିତରେ କୌଣସି ବି ରେଜଲ୍ଟ ବାହାରିବ ନାହିଁ। ସିବିଏସ୍ଇ ବୋର୍ଡ ହଠାତ୍ ରେଜଲ୍ଟ ତାରିଖ ଘୋଷଣା କରି ରେଜଲ୍ଟ ପ୍ରକାଶ କରିଥାଏ, କିନ୍ତୁ ତାହା ଭଳି ସିଏଚଏସସି ବୋର୍ଡ ପ୍ରକାଶ କରିନଥାଏ। ତ ପିଲାମାନେ ଦେଖନ୍ତୁ, ଯଦି ଆଜି ରେଜଲ୍ଟ ତାରିଖ ଘୋଷଣା ହେଉଛି ତ କାଲିକି ବାହାରିବ ନାହିଁ, ଛୁଟି ଅଛି, କିନ୍ତୁ ସୋମବାର ଦିନ ବାହାରିବାର ଚାନ୍ସ ଅଛି। ଏବଂ ଅଫିସିଆଲ ନୋଟିସ ବାହାରିଥିଲା ଯେ ମେ 3ୟ ସପ୍ତାହରେ ପ୍ରକାଶ ପାଇବ +2 ରେଜଲ୍ଟ, କିନ୍ତୁ ଏ ପର୍ଯ୍ୟନ୍ତ ବାହାରି ନାହିଁ +2 ରେଜଲ୍ଟ। ତ ଯେହେତୁ ଚଳିତ ବର୍ଷ ସବୁ ଷ୍ଟ୍ରିମରେ ଏକାଥରକେ ରେଜଲ୍ଟ ପ୍ରକାଶ କରାଯିବ ସେଥିପାଇଁ ଟିକେ ଡେରି ହେଉଛି। ତ ପିଲାମାନେ ଟିକେ ଅପେକ୍ଷା କରନ୍ତୁ। ସୋମବାର ହେଉଛି 3ୟ ସପ୍ତାହର ଲାଷ୍ଟ ଦିନ, ତ ସେଦିନ ବାହାରିବାର ଅଧିକ ଚାନ୍ସ ଅଛି। ତ ଏହା ଥିଲା ଆଜିର ବହୁତ ବଡ଼ ଅପଡେଟ୍। ଯଦି ଭିଡ଼ିଓଟି ଭଲ ଲାଗିଛି କିମ୍ବା ହେଲ୍ପଫୁଲ୍ ହୋଇଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରି ରଖନ୍ତୁ ଏବଂ ଭିଡ଼ିଓଟିକୁ ସମସ୍ତଙ୍କୁ ସେୟାର କରନ୍ତୁ।